ଡକ୍ଟର ସରୋଜିନୀ ସାହୁଙ୍କ ରଚିତ ଉପନ୍ୟାସ ବିଷାଦ ଈଶ୍ୱରୀ ପଢ଼ି ଶୁଣାଉଛନ୍ତି ଧୀରାଜ ଚୌଧୁରୀ। ଭାଗ 1। ସେମାନେ ରୀତିମତ ଗୋଟିଏ ଖେଳରେ ମାତିଥିଲେ ଜାଣି 3 ମାସ ହେଲା। ଅଦ୍ଭୁତ ଖେଳ। ପରସ୍ତ ପରସ୍ତ ଚୋପା ଛଡ଼େଇ ଭିତରକୁ ଆହୁରି ଭିତରକୁ ପଶିଗଲା ଭଳି ଦିହେଁ ଏକ ଗଭୀରତମ ପ୍ରଦେଶର ଦ୍ୱାରଦେଶରେ ପହଞ୍ଚି ସାରିଥିଲେ। ଅବଶ୍ୟ ଏମିତି ଖେଳିବା ବୁଦ୍ଧିଟା ହର୍ଷାର ନ ଥିଲା। ଆଲବର୍ଟ ପ୍ରଥମେ ଚାହିଁଥିଲା ଏମିତି ଖେଳିବାକୁ। ଯେତେବେଳେ ଆଲବର୍ଟ ପ୍ରସ୍ତାବ ଦେଇଥିଲା ଏହି ଖେଳ ଖେଳିବା ପାଇଁ, ହର୍ଷାକୁ ବଡ଼ ପିଲାଳିଆ ମନେ ହେଉଥିଲା। ଆଲବର୍ଟ କହିଥିଲା, ଆମ ପର୍ତ୍ତୁଗାଲରେ ପରସ୍ପରକୁ ଜାଣିବା ପାଇଁ ଓ ପରସ୍ପରର ନିକଟତର ହେବା ପାଇଁ ଏମିତି ଖେଳ ଖେଳାଯାଏ। ହର୍ଷା ଭାବିଥିଲା, ତା ଜୀବନରେ ତ ତାକୁ ଅନେକ ଲୋକଙ୍କର ସାକ୍ଷାତକାର ନେବାକୁ ପଡ଼ିବ, ଗୁଡ଼େଇ ତୁଡ଼େଇ ପ୍ରଶ୍ନ ପଚାରିବାକୁ ପଡ଼ିବ ଭବିଷ୍ୟତରେ। ଏବେଠୁ ଯଦି କାହାରି ପ୍ରଶ୍ନର ଉତ୍ତର ଦେବାକୁ ପଡ଼ୁଛି, ପଡ଼ୁ, ଚିନ୍ତା ବା କାହିଁକି? ଯଦିଓ ହର୍ଷା ଜାଣେ ଏହିସବୁ ପ୍ରଶ୍ନ କେତେ ଅଳିକ ଓ ଅପ୍ରାସଙ୍ଗିକ। ପ୍ରଶ୍ନ ପଚାରି କ'ଣ ଜଣେ ଜଣକ ହୃଦୟ ପର୍ଯ୍ୟନ୍ତ ରାସ୍ତା ଫିଟେଇ ପାରେ? ଏଇ ଯେମିତି ଆଲବର୍ଟ ପଚାରେ, ତମେ ଅନ୍ଧାରକୁ ଡର? ହର୍ଷା କହେ, ଘର ଭିତରେ ଥିଲେ ଡର ଲାଗେନି, ମାତ୍ର ବାହାରେ ଅଜଣା ଜାଗାରେ ଥିଲେ ଡର ଲାଗେ। ସେହି ସମାନ ପ୍ରଶ୍ନର ଉତ୍ତର ଦିଏ ଆଲବର୍ଟ। ମୋତେ ଉଜ୍ଜଳ ଝଲମଲ ଖରା ଭାରି ଭଲ ଲାଗେ, ତେଣୁ ଫର୍ଚ୍ଚା ଆଲୁଅ ବାହାରିଥିବା ଦିନଟା ମୋର ଭାରି ପ୍ରିୟ। କିନ୍ତୁ ମୁଁ ଯେତେବେଳେ ବିଛଣାକୁ ଯାଏ, ପିଚପିଚିଆ ଅନ୍ଧାର ଭଲ ପାଏ। କିନ୍ତୁ ମୋର ଦାର୍ଶନିକ ମତ କ'ଣ ଜାଣ? ସବୁବେଳେ ଆଲୋକ ଆଡ଼କୁ ଧାବିତ ହେବା। ହର୍ଷା ଜାଣେ ଆଲବର୍ଟ ବୌଦ୍ଧ ଧର୍ମାବଲମ୍ବୀ। ବୌଦ୍ଧ ଧର୍ମାବଲମ୍ବୀମାନେ ଯେମିତି ଦେଖିବାକୁ, ରୂପରେ ସେମିତି ଦେଖିବାକୁ ସେ ନୁହଁ। ସେ ବୌଦ୍ଧ ଧର୍ମ ମଧ୍ୟ ଗ୍ରହଣ କରିନାହିଁ, ବରଂ ବୌଦ୍ଧ ଧର୍ମରେ ବିଶ୍ୱାସ ରଖେ। ନିଜକୁ ବୌଦ୍ଧ କହିବାକୁ ଭଲ ପାଏ। ସେ ଏତେ ମାତ୍ରାରେ ବୌଦ୍ଧ ଧର୍ମ ଦ୍ୱାରା ପ୍ରଭାବିତ ଯେ ଗୌତମ ବୁଦ୍ଧଙ୍କ ପ୍ରଦର୍ଶିତ ମାର୍ଗରେ ନିଜ ଜୀବନକୁ ଢାଳି ଦେବାକୁ ଚାହେଁ। ଯଦିଓ ସେ ୟୁରୋପୀୟ ଖ୍ରୀଷ୍ଟିଆନ ପରିବାରର ପିଲା, ଯଦିଓ ସେହି ଛୋଟିଆ ଦେଶଟି ପର୍ତ୍ତୁଗାଲ ତା ଦେଶ, ତଥାପି ଭାରତ ପ୍ରତି ଥିଲା ତାର ଅସମ୍ଭବ ଦୁର୍ବଳତା। ଏକଦା ତା ବାପା ପର୍ତ୍ତୁଗୀଜ ସେନାବାହିନୀରେ କାମ କରୁଥିଲେ। ସେହି ସମୟରେ ଗୋଆରେ ତାଙ୍କର ପୋଷ୍ଟିଂ ହେଇଥିଲା। ଗୋଆରେ ତା ବଡ଼ ଭଉଣୀର ଜନ୍ମ। ତା ଜନ୍ମ ବେଳକୁ ତା ବାପା ଆଙ୍ଗାରାରେ ଥିଲେ। ବାପାଙ୍କ 50 ବର୍ଷ ବୟସରେ ଜନ୍ମ ଆଲବର୍ଟର। ବାପା ମାଙ୍କ ସହ ତେଣୁ ଖୁବ୍ ଘନିଷ୍ଠ ଥିଲା ସେ ଛୁଆବେଳୁ। ମା ତାକୁ ଭାରତ ବିଷୟରେ ବହୁତ ଗପ ଶୁଣାଉଥିଲେ। ଦେଖିନଥିବା ଗୋଟେ ଦେଶର କାହାଣୀ ସେ ପରିରାଜ୍ୟର କାହାଣୀ ଭଳି ଶୁଣୁଥିଲା ଛୁଆବେଳେ। ଗୋଆର ଗୁଳୁଗୁଳି ଓ ଅଠାଳିଆ ଜଳବାୟୁଠୁ ଆରମ୍ଭ କରି ହିନ୍ଦୁ ଦେବଦେବୀମାନଙ୍କ ବିଷୟରେ ବିଭିନ୍ନ କଥା ଶୁଣିଥିଲା ସେ ତା ମାଙ୍କଠୁ। ଆଲବର୍ଟ କହେ, ତା ମା ଭାରତକୁ ଭଲ ପାଇ ପାରୁନଥିଲେ, କିନ୍ତୁ ସେ ଭାରତକୁ ଭଲ ପାଏ। ଆଲବର୍ଟ ପୁଣି ପଚାରେ, ତୁମ ପ୍ରିୟ ରଙ୍ଗ? ମୋର ସେମିତି କିଛି ପ୍ରିୟ ରଙ୍ଗ ନାହିଁ, କହେ ହର୍ଷା। କେବେ ହଳଦିଆ ଭଲ ଲାଗେ ତ କେବେ ସବୁଜ। ବର୍ଷକ ପୂର୍ବରୁ ଯେଉଁ ରଙ୍ଗ ଭଲ ଲାଗୁଥାଏ, ବର୍ଷକ ପରେ ସେ ରଙ୍ଗ ବଦଳରେ ଅନ୍ୟ ରଙ୍ଗ ଭଲ ଲାଗିଲାଣି। ଆପାତତଃ ବର୍ତ୍ତମାନ ପାଉଁଶିଆ ମୋର ପ୍ରିୟ ରଙ୍ଗ ବୋଲି ମୁଁ ଭାବୁଛି। କହୁ କହୁ ହର୍ଷା ଅନ୍ୟମନସ୍କ ହୁଏ। ଏଡ଼େ ଉଦାସ ରଙ୍ଗ କିଆଁ ତୁମର ପସନ୍ଦ ହାନା? ଜୀବନ ପ୍ରତି ଏତେଟା ବିଷାଦ ଭାବ ରହିବା ଭଲ ନୁହଁ। ମୋର ପ୍ରିୟ ରଙ୍ଗ କ'ଣ ଜାଣ? ନୀଳ। ମୋତେ ସମୁଦ୍ରର ନୀଳ ଜଳରାଶି ଭାରି ଭଲ ଲାଗେ। ଭାସ୍କୋଟା ଗାମା। ହସି ଦେଇଥିଲା ହର୍ଷା। କ'ଣ କହିଲ? ପଚାରିଲା ଆଲବର୍ଟ। ତମେ ମୋତେ ଭାସ୍କୋଟା ଗାମା କହିଲ ନା? ତମେ କ'ଣ ଭାବୁଛ ମୁଁ କିଛି ଶୁଣିପାରିନି? ହଁ, ଆମେ ପର୍ତ୍ତୁଗୀଜ ମାନେ ସମୁଦ୍ରକୁ ଭାରି ଭଲ ପାଉ। Sample complete. Ready to continue?